ଆଜିର ପ୍ରସଙ୍ଗ ନକ୍ସଲ ମୁକ୍ତ ଭାରତ ନିର୍ମାଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ପ୍ରତ୍ୟେକ ଦେଶ ପାଇଁ ସୁରକ୍ଷା ଏକ ପ୍ରମୁଖ କ୍ଷେତ୍ର ଭାବେ ରହିଆସିଛି। ସେଥିମଧ୍ୟରେ ବାହ୍ୟ ସୁରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଅନ୍ତର୍ଭୁକ୍ତ। ସମାଜରେ ସୁରକ୍ଷିତ ଏବଂ ସ୍ୱାଚ୍ଛନ୍ଦ୍ୟ ଭାବରେ ଜୀବନଯାପନ କରିବା ନାଗରିକଙ୍କର ଅଧିକାର ହୋଇଥାଏ। ଏଥିପାଇଁ ଦେଶ ମଧ୍ୟରେ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଜରୁରୀ। ଭାରତରେ ନକ୍ସଲବାଦ ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ସର୍ବଦା ସରକାରଙ୍କ ପାଇଁ ଏକ ଆହ୍ୱାନ ଭାବେ ରହିଆସିଛି। ଦେଶରେ ନକ୍ସଲ ଭିତ୍ତିଭୂମିର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1925ରେ ବାମପନ୍ଥୀ ବିଚାରଧାରାର ବୀଜ ରୋପଣ ହୋଇଥିଲା। ଏହି ବିଚାରଧାରା ଅନୁଯାୟୀ ସମାଜ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ। ସେଗୁଡ଼ିକ ହେଉଛି ଶ୍ରମିକ ଏବଂ ପୁଞ୍ଜିପତି। ପୁଞ୍ଜିବାଦ ଶୋଷଣକୁ ମୂଳପୋଛ କରି ଶ୍ରମିକ ବର୍ଗଙ୍କ ନେତୃତ୍ୱରେ ଏକ ସମାଜବାଦୀ ରାଷ୍ଟ୍ର ଗଠନ କରିବା ବାମପନ୍ଥୀ ଚିନ୍ତାଧାରାର ମୁଖ୍ୟ ଉଦ୍ଦେଶ୍ୟ। ଭାରତର ବହୁ ଅଞ୍ଚଳ ବିଗତ ବହୁ ଦଶନ୍ଧି ଧରି ଏହି ଚିନ୍ତାଧାରା ଏବଂ ଏହା ଆଧାରିତ ହିଂସାତ୍ମକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ରହିଆସୁଛି। କ୍ରମଶଃ ସମୟାନୁଯାୟୀ ଏହି ଚିନ୍ତାଧାରା ଓ କାର୍ଯ୍ୟକଳାପ ଏହାର କାୟା ବିସ୍ତାର କରିଛି। ବାମପନ୍ଥୀ ଚିନ୍ତାଧାରା ନେଇ ଆରମ୍ଭ ହୋଇଥିବା କାର୍ଯ୍ୟକଳାପ କ୍ରମଶଃ ହିଂସାର ମାଧ୍ୟମ ସାଜିଥିଲା। ଫଳରେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଏହା ବଡ଼ ବିପଦ ଭାବେ ରହିଆସୁଥିଲା। ନକ୍ସଲବାଦକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାର ସଂକଳ୍ପବଦ୍ଧ ହୋଇଛନ୍ତି। ଗତ ଦଶନ୍ଧି ମଧ୍ୟରେ ଦୃଢ଼ ପଦକ୍ଷେପ ଯୋଗୁଁ ଏ ଦିଗରେ ଅନେକ ସଫଳତା ମିଳିଛି। ନକ୍ସଲ ପ୍ରଭାବିତ ଅଞ୍ଚଳ ସଂଖ୍ୟା ହ୍ରାସ ପାଇ ଏବେ 3ଟିରେ ସୀମିତ ରହିଛି। 2013 ମସିହାରେ ବିଭିନ୍ନ ରାଜ୍ୟରେ 126ଟି ଜିଲ୍ଲାରେ ନକ୍ସଲ ସମ୍ବନ୍ଧୀୟ ହିଂସା ଘଟଣା ସାମ୍ନାକୁ ଆସିଥିଲା। ତେବେ ମାର୍ଚ୍ଚ 2025 ସୁଦ୍ଧା ଏହି ଜିଲ୍ଲା ସଂଖ୍ୟା 18କୁ ହ୍ରାସ ପାଇଥିଲା। ସେଥିମଧ୍ୟରେ 6ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ଅଞ୍ଚଳ ଭାବେ ପରିଗଣିତ ହୋଇଥିଲା। ଏହି ସଂଖ୍ୟା ଏବେ ହ୍ରାସ ପାଇ 3ଟିରେ ସୀମିତ ରହିଛି। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ପକ୍ଷରୁ ନକ୍ସଲବାଦର ମୂଳୋତ୍ପାଟନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହିଂସାତ୍ମକ ମାର୍ଗ ପରିତ୍ୟାଗ କରି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ନକ୍ସଲପନ୍ଥୀଙ୍କ ପାଇଁ ସରକାର ଆକର୍ଷଣୀୟ ପ୍ରୋତ୍ସାହନମୂଳକ ଯୋଜନା ପ୍ରଣୟନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ 312 ଜଣ ନକ୍ସଲ କ୍ୟାଡରଙ୍କର ସୁରକ୍ଷା କାର୍ଯ୍ୟକଳାପରେ ମୃତ୍ୟୁ ହୋଇଥିବା ବେଳେ 836 ଜଣ LWE ଗିରଫ ହୋଇଛନ୍ତି। 1639 ଜଣ ନକ୍ସଲପନ୍ଥୀ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ 270 ଜଣ ନକ୍ସଲ ନିପାତ ହୋଇଥିବା ବେଳେ 680 ଜଣ ଗିରଫ ହୋଇଛନ୍ତି ଏବଂ 1225 ଜଣ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ସହ ସମନ୍ୱୟ ମାଧ୍ୟମରେ କେନ୍ଦ୍ର ସରକାର ନକ୍ସଲ ମୂଳୋତ୍ପାଟନ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରିଛି। ନକ୍ସଲ ଉପଦ୍ରବ ଯୋଗୁଁ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚି ପାରୁନଥିଲା। ଧନଜୀବନ ହାନି ଏବଂ ସମ୍ପତ୍ତି ନଷ୍ଟ ଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଥିଲା। ଏସବୁ କ୍ଷେତ୍ରକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ନାଗରିକଙ୍କ ପାଖରେ କଲ୍ୟାଣକାରୀ ଯୋଜନା ପହଞ୍ଚାଇବାକୁ ଲକ୍ଷ୍ୟ ନେଇ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ନକ୍ସଲ କାର୍ଯ୍ୟକଳାପ ଦେଶରେ ବହୁ ପରିମାଣରେ ହ୍ରାସ ପାଇଥିଲା। ଗତ ଦଶନ୍ଧି ମଧ୍ୟରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଭିନ୍ନ ସରକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। ସେହି ଅଞ୍ଚଳଗୁଡ଼ିକରେ 12,000 କିଲୋମିଟର ସଡ଼କ ପଥ ନିର୍ମାଣ କରାଯାଇଥିବା ବେଳେ 17,500ଟି ସଡ଼କ ପଥ ପାଇଁ ବଜେଟ୍ ଅର୍ଥ ଅନୁମୋଦନ କରାଯାଇଛି। 6,300 କୋଟି ଟଙ୍କା ବ୍ୟୟରେ ଦୁର୍ଗମ ଅଞ୍ଚଳଗୁଡ଼ିକରେ 5,000 ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଇତିମଧ୍ୟରେ 1,060ଟି ବ୍ୟାଙ୍କ ଶାଖା, 937ଟି ATM, 850ଟି ବିଦ୍ୟାଳୟ ଏବଂ 186ଟି ଉତ୍ତମ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି। ନକ୍ସଲ ପ୍ରଭାବ ହ୍ରାସ ଯୋଗୁଁ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁହାର ବହୁ ପରିମାଣରେ ହ୍ରାସ ପାଇଛି। ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ବାମପନ୍ଥୀ ଚିନ୍ତାଧାରାକୁ ପ୍ରଚାର ଓ ପ୍ରସାର ମାଧ୍ୟମରେ ନକ୍ସଲ କାର୍ଯ୍ୟକଳାପ ଗତି ଧରିଥିଲା। ତେବେ ସରକାରଙ୍କ ସଚେତନତାମୂଳକ ପଦକ୍ଷେପ ଯୋଗୁଁ ପ୍ରଭାବିତ ଅଞ୍ଚଳବାସୀ ନକ୍ସଲପନ୍ଥୀଙ୍କର ଅଭିପ୍ରାୟକୁ ବୁଝିପାରିଥିଲେ। ଫଳରେ ନକ୍ସଲ ମୂଳୋତ୍ପାଟନ ଦିଗରେ ସୁରକ୍ଷାକର୍ମୀଙ୍କୁ ଅଧିକରୁ ଅଧିକ ସହଯୋଗ ମିଳିଲା। ଶେଷରେ ଏତିକି କୁହାଯାଇପାରେ, ନକ୍ସଲବାଦ ଏବେ ଶେଷ ନିଶ୍ୱାସ ନେଉଛି। କ୍ରମଶଃ ଏହା ଇତିହାସରେ ପରିଣତ ହେବ। କୌଣସି ଲକ୍ଷ୍ୟ ହିଂସାତ୍ମକ ମାର୍ଗରେ ସମ୍ଭବ ନୁହେଁ ବୋଲି ବାମପନ୍ଥୀ ଚିନ୍ତାଧାରାରେ ପରିଚାଳିତ ବ୍ୟକ୍ତି ଓ ଅନୁଷ୍ଠାନ ଅନୁଭବ କରିପାରିଲେଣି। ତେଣୁ ସେଦିନ ଆଉ ବେଶୀ ଦୂର ନୁହେଁ ଯେଉଁଦିନ ଭାରତବାସୀ ନକ୍ସଲମୁକ୍ତ ଭାରତର ସୂର୍ଯ୍ୟୋଦୟ ଦେଖିବେ।